ଭିତରେ କ'ଣ ଆଲୋଚନା ହେଲା? ଭିତରେ ମାନସ ବଚନ ହେଲା ଶରଦ ପଟ୍ଟନାୟକ ନେତୃତ୍ୱରେ 14 ଜଣ ବିଧାୟକ ଉପସ୍ଥିତରେ ନିଷ୍ପତ୍ତି ନିଆଯାଇଛି ଯେ ବିଜୁ ଜନତା ଦଳ ଏବଂ ବିଜେପି ଦଳ ଯେ ସରକାର ଅଛନ୍ତି ସେମାନେ ତ ମ୍ୟାନିଫେଷ୍ଟୋ ଦେଇଛନ୍ତି, ବିଜେପି ଦଳ ତ ମ୍ୟାନିଫେଷ୍ଟୋ ଦେଇଛନ୍ତି ଏବଂ ସେମାନେ ଯେପରି ଭାବରେ ବିଜୁ ଜନତା ଦଳ ବିଜେପି ଦଳ ଗୋଟିଏ ହେଇକି ରହିଛନ୍ତି। ବିଜେପିର 51 ଜଣ ଅଛନ୍ତି ଏବଂ ଆମେ ଅଛୁ 14, ଆମେ ହେଲୁ 14। ଆମେ ଯଦି ବିଜେପି କେବେ ହେଲେ ବିଜେଡି କେବେ ହେଲେ ଅପୋଜିସନ ରୋଲ କରିପାରିବ ନାହିଁ, କାରଣ ସେମାନେ ଇଡିର ଭୟ ଅଛି, ସିବିଆଇର ଭୟ ଅଛି, ତାଙ୍କର ଚିଠି ଫଣ୍ଡର ଭୟ ଅଛି, ଲାଇନ୍ସର ଭୟ ଅଛି, ବିଭିନ୍ନ କେଲେଙ୍କାରୀର ଭୟ ଅଛି। ସେଇଥିପାଇଁ ସେମାନେ କିଛି କରିପାରିବେ ଅଛି। କେବଳ କଂଗ୍ରେସ ଆମର ବେପାର ନାହିଁ କି ବାଟ ନାହିଁ କି ଆମର କିଛି ନାହିଁ। ଆମେ ଲଢ଼ିକିରି ଆସିଛୁ, 14 ଜଣ ଲଢ଼ିକିରି ଜିତିଛୁ ଏବଂ 14 ଜଣ ପୁନର୍ବାର ବିଧାନସଭା ଫ୍ଲୋରରେ ଜୀବନ ଲଗେଇକି ଲଢ଼ିବୁ ଏବଂ ଗାଁ ଗହଳି ପ୍ରତ୍ୟେକ ଜାଗାକୁ ବୁଲିବୁ। ବିଧାୟକ ମାନେ ଗାଁ ଗହଳି ବୁଲିକିରି ଆଲୋଚନା କରିବୁ, ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହିବୁ। ନହେଲେ ଏ ପରିସ୍ଥିତିରେ ଆମେ 14 ଜଣ ଜିତିଛୁ, କେତେ କଷ୍ଟ ଜିତିଛୁ, ଲୋକଙ୍କର ସହାୟତା ନେଇଛୁ, ଲୋକଙ୍କର ଆଶୀର୍ବାଦ ନେଇଛୁ, ତାକୁ ଆଖି ଆଗେ ରହିକିରି ବିଜୁ ଜନତା ଦଳ ବିଜେପି ଦଳ ଉପରେ ଆଟାକ୍ କରିବୁ। ସମସ୍ତଙ୍କୁ ସିନିୟର ଅଛି, ଖୋଲା କଥା। 500 ବିଧାୟକ ହେଇଛି, ନିଷ୍ପତ୍ତି ହେଉଛି ସେମାନେ ଜଣ ଜଣଙ୍କୁ ପଚାରିଛନ୍ତି, ବିଧାୟକ ମାନଙ୍କୁ ପଚାରିଛନ୍ତି ଏବଂ ରିପୋର୍ଟ ଦେବେ ଆନ୍ଧ୍ରର ଡେପୁଟି ଚିଫ୍ ମିନିଷ୍ଟର ଏବଂ ଓଡ଼ିଶାର ଯିଏକି ଇନଚାର୍ଜ ଅଛନ୍ତି ଅଜୟ କୁମାର, ସେମାନେ ରିପୋର୍ଟ ଦେବେ। ରାହୁଲ ଗାନ୍ଧୀ ନିଷ୍ପତ୍ତି ନେବେ, କେନ୍ଦ୍ର ଯାହା ନିଷ୍ପତ୍ତି ନେବ, AICC ଯାହା ନିଷ୍ପତ୍ତି ନେବ ସମସ୍ତେ ମାନିବାକୁ ପଡ଼ିବ। ଆପଣଙ୍କର ଇଚ୍ଛା ଅଛି କି ନାହିଁ? ଆପଣଙ୍କର ଇଚ୍ଛା ଅଛି କି ନାହିଁ? ଶୁଣ କହିଲି ପରା, ଇଚ୍ଛା କାହାର ନାହିଁ, ସମସ୍ତଙ୍କର ଇଚ୍ଛା ଅଛି। ଭାଇ ଠୋ ନହେଲେ ଠୋ। ଓକେ।